ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ତ ଆପଣମାନେ ଦେଖିପାରୁଥିବେ ସକାଳ ହେଇଯାଇଛି। ବର୍ତ୍ତମାନ ମୁଁ ଗାଡ଼ି ଧରିକି ବାହାରି ଯାଇଥିଲି ଆମ ଟ୍ରାନ୍ସପୋର୍ଟ ଆଡ଼କୁ। ଆପଣମାନେ ଦେଖିପାରୁଥିବେ ରାସ୍ତା କେତେ ଖାଲି ଅଛି। ତ ଫଟାସ୍ କିନି ମୁଁ ଡେରି ନ କରି ଫାଷ୍ଟ ଫ୍ୟୁଲ୍ ପମ୍ପକୁ ଗାଡ଼ି ଭଗାଇଥିଲି। ଜଲ୍ଦି ଜଲ୍ଦିରେ ଆସିକି ଫ୍ୟୁଲ୍ ପମ୍ପରେ ଗାଡ଼ି ଲଗେଇ ଦେଇଥିଲି। ମଉସାଙ୍କୁ ଡାକି ଦେଇଥିଲି କି ମଉସା ଟିକେ ଜଲ୍ଦି ଜଲ୍ଦି ତେଲ ଭରିଦିଅ। ମଉସାକୁ ଫାଷ୍ଟ ପଇସା ଦେଇଦେଲି, କାରଣ ସେ ଖୁସି ହେଇଯିବେ। ଖୁସିରେ ସେ ପଇସା ଜଲ୍ଦି ଗଣିକି ରଖିକି ମୋ ତେଲଟାକୁ ଭରିଦେଲେ। ଫଟାଫଟ ତେଲ ଭରି ସାରିଲା ପରେ ମୁଁ ଗାଡ଼ିରେ ଷ୍ଟାର୍ଟ ମାରିକି ବାହାରି ଯାଇଥିଲି ଆମର ଟ୍ରାନ୍ସପୋର୍ଟ ଆଡ଼କୁ, ଲେଟ୍ ନ କରିକି। ଆପଣମାନେ ଦେଖିପାରୁଥିବେ କିଛି ସମୟ ପରେ ମୁଁ ଆମ ଟ୍ରାନ୍ସପୋର୍ଟ ଭିତରକୁ ଏଣ୍ଟ୍ରି କରି ଯାଇଥିଲି। ଆମ ଟ୍ରାନ୍ସପୋର୍ଟର ମୁଖ୍ୟ ରାସ୍ତା ଆପଣମାନେ ଦେଖିପାରୁଥିବେ। ତାପରେ ଆମ ଟ୍ରାନ୍ସପୋର୍ଟ ଭିତରକୁ ଆସିଲା ବେଳକୁ ଦେଖିଲା ବେଳକୁ ରାୟପୁରରୁ ଗାଡ଼ି ପଳେଇ ଆସିଥିଲା, ଯାହାକି ରାଜସ୍ଥାନରୁ ଗାଡ଼ି ପଳେଇ ଆସିଥିଲା ଲୋଡ୍ କରିକି। ତ ଆପଣମାନେ ଦେଖିପାରୁଥିବେ ଫାଷ୍ଟ ମୋର ମାଲଗୋଦାମ ପାଇଁ ଲୋଡ୍ ହେଇଯାଇଥିଲା, ଯାହାକି ଥିଲା 100 ବସ୍ତା ଜିରା। ଫଟାଫଟ ଲୋଡ୍ କରିକି ତାର ରସିଟାକୁ ମୁଁ ବାନ୍ଧା ବାନ୍ଧି କରି ସାରିଲା ପରେ ତାପରେ ମାଲଗୋଦାମ ପାଇଁ ମୁଁ ରେଡ଼ି କରିଦେଇଥିଲି ଗାଡ଼ିକି। ବିଲ୍ଟିଟାକୁ ରେଡ଼ି କରିକି ବାହାରି ଯାଇଥିଲି ମାଲଗୋଦାମ ଅଭିମୁଖେ। ଆପଣମାନେ ଦେଖିପାରୁଥିବେ ଫଟାଫଟ ଗାଡ଼ିକି ବାହାର କଲି। ବାହାର କରିକି ମାଲଗୋଦାମକୁ ପଳେଇ ଆସିଲି। ଦେଖିପାରୁଥିବେ ସକାଳ 10ଟା ସମୟ ଇଏ। ମାଲଗୋଦାମ ଏତେ ବି ଭିଡ଼ ନାହିଁ। ଫଟାସ୍କିନ୍ ପାଟିକି ଫୋନ୍ କରି ତା ଦୁଆର ମୁହଁରେ ଗାଡ଼ି ଲଗେଇଦେଲି। ଫଟାଫଟ ସିଏ ବି ଲୋକ ରେଡ଼ି କରି ରଖିଥିଲା। ଗାଡ଼ି ଲଗେଇବା ମାତ୍ରେ ହିଁ ସେ 5 ମିନିଟ୍ ଭିତରେ ମୋ ଗାଡ଼ିକି ଖାଲି କରିଦେଇଥିଲା, କାରଣ ସେ 8 ଜଣ ପିଲା ଥିଲେ। ଫଟାଫଟ ଖାଲି କରିଦେଇଥିଲେ। ତାପରେ ହିସାବ ଦେଇକି ମୁଁ ବାହାରି ଯାଇଥିଲି ଟ୍ରାନ୍ସପୋର୍ଟକୁ। ଜୟ ଜଗନ୍ନାଥ।